ସାର୍ କଳାହାଣ୍ଡି ମାଟି ଯେ କଳା ସଂସ୍କୃତିର ପରିପୂର୍ଣ୍ଣ ମାଟି। ଡୋକରୀ ଚଞ୍ଚରା, ଚୁଡ଼ା ପାହାଡ଼, ଜାକମ ଭଳି କେତେ ଯେ ଦର୍ଶନୀୟ ସ୍ଥାନ ଆମରି ମାଟିନେ ଅଛେ, ତାହା ଜାଣବାର ଲାଗି ଆମକେ ଏହି ମାଟି ବିଷୟରେ ଟିକେ ଭଲସେ ବୁଝବାକେ ପଡବା। ଝରଝର କରି ବୋହି ଯାଉଥିବା ଝରଣା ଭଳିଆ ଫୁର୍ଲି ଝରନ୍ ଇନେ ଅଛେ। ମା ଇଷ୍ଟଦେବୀ ମାଣିକେଶ୍ୱରୀଙ୍କର କୃପାନୁ ଆଜି ମା କଳାହାଣ୍ଡି କୃପାରୁ କଳାହାଣ୍ଡି ମାଟି ଆଜି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଘୁମରା କେତେ ଯେ ତାର ସୁନ୍ଦର ବାଦ୍ୟତ୍ରାନ୍ତରେ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରି ଆଣିଛେ। ଆସନ ଆଉ କିଛି ନୂଆ ଜାଣମା ଆମ ମା ମାଟିର ବିଷୟରେ। ସେଥିପାଇଁ ଏବେ ଅନୁରୋଧ କରିବି ଆମର ମୁଖ୍ୟ ବକ୍ତା ଶ୍ରୀ ସତ୍ୟନାରାୟଣ ମୁଣ୍ଡଚିହ୍ନା ସାରଙ୍କୁ। ସାର୍ ନାଇଁ ନିଜର ନାଇଁ ନାଇଁ କଣ୍ଠରୁ ନାଇଁ ଆମ ନାଇଁ ପାଇଁ ନାଇଁ 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 ବର୍ତ୍ତମାନ ସମସ୍ତଙ୍କୁ ସ୍ୱାଗତ କରାହବ, ତାପରେ ସ୍ୱାଗତ ସଙ୍ଗୀତ ଲିପ୍ସା ଗାଇବେ, ତାପରେ ହେଲା ଆମର ହଁ ପ୍ରୋଗ୍ରାମ ସାର୍ ଦିଆହେଇଛି। କ୍ଷମା କରିବେ ସାର୍। ବର୍ତ୍ତମାନ ଅନୁରୋଧ କରିବି ଲିପ୍ସା ମହାରଣା ଭଉଣୀଙ୍କୁ ନିଜର ସ୍ୱାଗତ ସଙ୍ଗୀତ ଗାନ କରିବା ହେବେ। ଜୟ ମା ମାଣିକେଶ୍ୱରୀ। ନମସ୍କାର, ମୁଁ ଲିପ୍ସା ମହାରଣା। ନମସ୍କାର ଜଣାଇବି ଆମର ପୂଜନୀୟ ମହୋଦୟ କୁଳପତି ମହୋଦୟ ଡକ୍ଟର ସଞ୍ଜୟ କୁମାର ଶତପଥୀ ସାରକୁ, ଉତ୍ତିଷ୍ଟର ଜନ୍ମଦାତା। ପ୍ରଣାମ ଜଣାଇବି ରେଜିଷ୍ଟ୍ରାର ପୀତାମ୍ବର ଭୋଇ ସାରକୁ, ଆଜିର ମୁଖ୍ୟ ଅତିଥି ସତ୍ୟ ନାରାୟଣ ମୁଣ୍ଡଚିହ୍ନା ସାରକୁ। ପ୍ରଣାମ ଜଣାଇବି ଶ୍ରୀ ଅୟନ ନାସାନ ଛିଣ୍ଡନ ସାରକୁ ଏବଂ ସାର୍ ସୁବ୍ରତ ମାଝୀଙ୍କୁ, ଆଉ ଯେତେ ବି ମୋର ଗୁରୁଜନ ଅଛନ୍ତି ସମସ୍ତଙ୍କୁ ମୋର ପ୍ରଣାମ। ଆଜି 154ତମ ଅଧ୍ୟାୟର ପ୍ରାରମ୍ଭିକ ସଙ୍ଗୀତ ମୁଁ ଏଠି ଗାନ କରିବା ପାଇଁ ଯାଉଛି। ହରେ ନାଇଁ ଲାଗେ କେବେ ହେଲେ ଆମକେ ଯେତେ ଥର କହୁଥିଲେ, ହରେ ନାଇଁ ଲାଗେ କେବେ ହେଲେ ଆମକେ ଯେତେ ଥର କହୁଥିଲେ, କଳାହାଣ୍ଡିର ମାଟି ଗୁଣ ଗାଉଥିଲେ, ନାଇଁ ସରେ କେବେ ହେଲେ, ନାଇଁ ସରେ କେବେ ହେଲେ, ହରେ ନାଇଁ ଲାଗେ କେବେ ହେଲେ ଆମକେ ଯେତେ ଥର କହୁଥିଲେ, ହରେ ନାଇଁ ଲାଗେ କେବେ ହେଲେ ଆମକେ ଯେତେ ଥର କହୁଥିଲେ, খিল খিলি করে ইন্দ্রাবতী পাইন বহে যায় খেতে খেতে, মাল মাল সঙ্গে ভটা জমি নেবে সোনা ফলে যাকে যেতে, মানিক পথরার কাকা নেলে মেলসে টিকে মায়ের খুলে দেলে, টিকে পরা মায়ের খুলে দেলে, হরে নাই লাগে কেবে হেলে আমকে যেতে থর কহুଥିଲେ, হরে নাই লাগে কেবে হেলে আমকে যেতে থর কহুଥିଲେ, কলাহাড়ি গোটে কলাহাড়ে দেখো গা গা বলে, চাল চলন পয়েন পর কেড়ে সুন্দর আমার বলে, কলাহাড়ি গোটে কলাহাড়ে দেখো গা গা বলে, চাল চলন পয়েন পর কেড়ে সুন্দর এনার বলে, দেহে সঙ্গে সবকর মন নাচো থেসে, ঢাপারো ঘুমরা তালে, ঢাপারো ঘুমরা তালে, হরে নাই লাগে কেবে হেলে আমকে যেতে থর কহুଥିଲେ, হরে নাই লাগে কেবে হেলে আমকে যেতে থর কহুଥିଲେ, কলাহাড়ের মাটি গুণ গাউଥିଲେ, নাই সরে কেবে হেলে, নাই সরে কেবে হেলে, নাই সরে কেবে হেলে, নাই সরে কেবে হেলে। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ମୋର ଆଉ ଥରେ ପ୍ରଣାମ। ଧନ୍ୟବାଦ ଲିପ୍ସା ଭଉଣୀ, ନିଜର ସୁନ୍ଦର କଣ୍ଠଦାନ କରିଥିବା ଯୋଗୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ବର୍ତ୍ତମାନ ଅନୁରୋଧ କରିବି ଆମ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଶ୍ରୀ ସୁବ୍ରତ ମାଝୀ ସାର୍ଙ୍କୁ ମୁଖ୍ୟ ବକ୍ତାଙ୍କ ସମ୍ପର୍କରେ ସମ୍ୟକ୍ ଧାରଣା ଦେବା ହେବେ। ଶ୍ରୀ ସୁବ୍ରତ ମାଝୀ ସାର୍। ତା ପୂର୍ବରୁ ରେଜିଷ୍ଟ୍ରାର ସାର୍ ଯଦି ଜଏନ୍ କରିଛନ୍ତି ତାହେଲେ ଅନୁରୋଧ କରିବା ରେଜିଷ୍ଟ୍ରାର ସାର୍ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ। ରେଜିଷ୍ଟ୍ରାର ସାର୍ ବୋଧହୁଏ ଜଏନ୍ କରିନାହାନ୍ତି, ତେଣୁ ସୁବ୍ରତ ସାର୍ଙ୍କୁ ଅନୁରୋଧ କରିବେ। ଧନ୍ୟବାଦ ନେହା ମ୍ୟାଡ଼ାମ। ଉପସ୍ଥିତ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ସମ୍ମାନସ୍ପଦ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସୁଯୋଗ୍ୟ କୁଳପତି ଏହି ପ୍ରେରଣାଦାୟୀ ବକ୍ତୃତାମାଳା ଉତ୍ତିଷ୍ଠତର ପ୍ରାଣ ପ୍ରତିଷ୍ଠାତା ତଥା ଆଜି ଏ ଭବ୍ୟ ସଭାର ସଭାପତି ଆସନ ଅଳଙ୍କୃତ କରିଥିବା ପରମ ପୂଜ୍ୟ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମହୋଦୟଙ୍କୁ ମୁଁ ଆଜିର ଏହି ଉତ୍ତିଷ୍ଠତର 154ତମ ମହାବାହୁକୁ ସ୍ୱାଗତ କରୁଛି। ଆଉ ମଧ୍ୟ ସ୍ୱାଗତ କରୁଛି ଆମ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ପୀତାମ୍ବର ଭୋଇ ମହୋଦୟଙ୍କୁ। ବକ୍ତା ଭାବରେ ଯୋଗଦାନ ଦେଇଥିବା ପରମ ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ମୁନ୍ସିନା ମହୋଦୟଙ୍କୁ ମୁଁ ସ୍ୱାଗତ କରୁଛି। ଆମ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ମିସ୍ ଲିପ୍ସା ମହାରଣା ମ୍ୟାଡାମ, ମିସ୍ ନେହା ରଥ ମ୍ୟାଡାମ, मेजर डॉक्टर जयदेव सार तथा समस्त अध्यापक अध्यापिका गवेषक गवेषिका छात्र छात्री समस्त को मु आनुष्ठानिक भाव में आज ये सभा को स्वागत करुछि, शुभेच्छा जनाउछि, अभिनंदन जनाउछि। बंधुगण, आज आम पई परम सौभाग्यर विषय जे आज आम गहन रे जो प्रतिभावान व्यक्तित्व मुख्य वक्ता भाव में जोग दैछन्ति से कलाहांडीर प्रिय आम समस्तंकर अति प्रिय माननीय श्रीजुक्त सत्यनारायण मुर्छिना महोदय महाशय मां माणिकेश्वरी विश्वविद्यालय थुआमूल रामपुर रे ओडिया अध्यापक भाव में कार्यरत अछंती। पेशारे सिना अध्यापक किंतु लोक साहित्य लोक संस्कृति गवेषणार निशारे से सबुले मतवाला। विशेष करी कलाहांडीर माटी पानी पवन लोक साहित्य लोक संस्कृतिर ज्ञानकोश हेउछंती सत्यनारायण मुर्छिना महाशय। ओडिशार प्राय शताधिक मंचरे जणे बाग्मी भाव में जड़े उत्तम वक्ता भाव में योगदान करी निजर व्यक्तित्व को सुदृढ़ कर 1990 मसीह विभिन्न साहित्यिक अनुष्ठान सहित जड़ित होइछन्ति। तांकर प्रकाशित पुस्तक आजिर कलाहांडी पाठक महल रे बेस आदृति लाभ करिछि। केवल एतिकि नुहे, महाशय अनेक पत्रिका जेपरिक आगामी शताब्दीर शंखध्वनि नमस्कार भली अनेक पत्रिकार संपादन दायित्व निर्वाह करिसंती। अमृत भारती अनुष्ठान अध्यक्ष भाव में कार्य करिसंती। सांप्रतिक समय अनेक समस्या को आधार करी विभिन्न पत्र पत्रिकार स्तंभ मान रचना करिसंती। सिटीजन फोरम थुआमूल रामपुर ब्लॉक सभापति भाव में कार्य करिसंती। सबठारु गुरुत्वपूर्ण कथा हेउछि महाशय परिवेश सुरक्षा पई ओडिशा सरकार तरफ प्रकृति बंधु पुरस्कार प्राप्त होइछन्ति। सार को आजिर सभा को आउ थे स्वागत करुछि एवं अपेक्षा करुछि आजिर प्रसंग कलाहांडीर अनन्य दर्शनीय स्थान संपर्क रे सुनिया पई। धन्यवाद। बहुत बहुत धन्यवाद सर। आजिर कार्यक्रमर मुख्य वक्ता तथा मुख्य अतिथि श्री सत्यनारायण मुर्छिना सार को वर्तमान मु आमंत्रण करिबी कार्यक्रमर विषय वस्तु कलाहांडीर अनन्य दर्शनीय स्थान संपर्क रे विस्तृत भाव में आम निकट रे आलोचना करिबे हेबा सर। सर आपन को मु अनुरोध करुछि वर्तमान किछि कहिबा हेबे। ओम अशुतो मा सद्गमय तमसो मा ज्योतिर्गमय मृत्युर्मा अमृतं गमय। ओम शांति शांति शांति। परम पावन आजिर এই पवित्र चैत्र मासर अति सुंदर बासंतिक नवरात्र अवसर एवं सामग्रिक भाव
संपूर्ण परिवेश एक शांत सुंदर मधुमय अति आकर्षणर ऋतुचर्या भितरे आज आमे एई कार्यक्रम रे शामिल हेइछि। आजिर कार्यक्रम रो परम पूज्य अध्यक्ष माननीय कुलपति श्रीयुक्त संजय कुमार सतपथी महोदय, मान्यवर प्रतिष्ठतर से होउछन्ति प्रतिष्ठाता एवं एई भली एक पवित्र कार्यक्रम रो से होउछन्ति अयमारंभ करिथिबा जणे बाग्मी पुरुष, लेखक, वक्ता तथा जणे परम पूज्य गुरु तांकर श्री चरण रे मु कोटि कोटि नमन करूची। आज आम गहन रे उपस्थित थिबा मां माणिकेश्वरी विश्वविद्यालय कुल सचिव माननीय श्रीयुक्त पीताम्बर भोई महोदय, जड़े सरल निष्कपट अमायिक व्यक्तित्वर अधिकारी श्रीयुक्त भोई, ये माटीर जड़े सुयोग्य संतान आमर गहन रे उपस्थित पश्चिम ओडिशार एवं ओडिशार जड़े लब्ध प्रतिष्ठ शिक्षाविद तथा एनसीसी को राज्य एवं राष्ट्र स्तर रे उपस्थापित करिथिबा जड़े व्यक्तित्व माननीय डॉक्टर जयदेव साहू महोदय, आमर गहन रे उपस्थित आज वरेण्य ज्ञानी गुणी प्रज्ञावान एवं विभिन्न स्तर रे विभिन्न मंच रे उपस्थापित करिथिबा व्यक्ति विशेष माननीय प्रोफेसर अध्यापक अध्यापिका एवं सुधीवृंद ज्ञानी गुणीजन एवं ओडिशार जड़े विशिष्ट चित्रशिल्पी डाक्तर तथा जड़े कवि माननीय डॉक्टर दीनबंधु साहू महोदय, सर्वोपरि आमर ए कार्यक्रम रे अंशग्रहण करिथिबा विभिन्न अंचलर ज्ञानी गुणी समस्त सुधीवृंद को कलाहांडीर ए पवित्र माटी को मु स्वागत करुछि एवं चरण स्पर्श करुछि मां माणिकेश्वरी ए पवित्र भूमि को। गतकाली संध्यारे दीर्घ दिन धरिकी आमर प्रिय कुलपति माननीय संजय कुमार सतपथी महोदय तांकर चिकित्सारू से मुंबई रु डिस्चार्ज हेले एवं से तत्काल मते फोन करी जणैले जे कलाहांडीर अनन्य दर्शनीय स्थान संपर्क रे निश्चित भाव रे उत्तिष्ठित 154तम अध्याय सत्यतुटी कहिबु जेतु मोर गुरु एवं तांकर कथा को केबे भी अवमानना करि हेबो नाही, तेणु करी तांकर कथा रक्षा करी मु आज ए सुजोग पाइथिबारु कलाहांडी विश्वविद्यालय ए कार्यक्रम उपस्थापक एवं ए कार्यक्रम को परिचालना करुथिबा समस्तंकु मोर हृदयरु निश्चित भाव रे कृतज्ञता ज्ञापन करुछि। प्रिय सुधीवृंद, आपण माने निश्चित भाव रे जानिछंती जे ए माटी होची एक पवित्र माटी, ए होची नैसर्गिक शोभारे ऐश्वर्य मंडित सूच्य पर्वतानी पुण्यतया निर्झरणी एक समन्वयर माटी, जहार प्रत्येकटी कणकणे जहार प्रत्येकटी धूलिकणारे जहार प्रत्येकटी भावधारा भितरे गोटे सुंदर सुशीतल ज्योत्स्ना प्लावित भावधारा प्रत्येक मनुष्य को स्पर्श करिबार स्पर्धा रखी थाए। से माटी होची कलामय, से माटी होची प्रेममय, से माटी होची छंदमय, से माटी होची शीतलतार स्पर्श करूथिबा मृदुमंद हिल्लोଳରେ हिल्लोलित करुथिबा कलाहांडीर माटी, कारुण्डर माटी, कलाबनर माटी, महाबनर माटी, इंद्रबनर माटी, चक्रकूट मंडलर माटी, कमल बनर माटी, महाकांतार माटी, कारुण्डर माटी, कलाहांडीर माटी। ए माटीर जुगे जुगे सबु बेले ए माटीर स्पर्श प्रत्येक मनुष्य को नूतनतार स्पर्श देई थाए। एक
ସ୍ପର୍ଶକାତର ମାଟି, ଏକ ସମ୍ବେଦନଶୀଳର ମାଟି। ଏ ମାଟି ହେଉଛି ବୀରତ୍ୱର ଝଞ୍ଜା ବୁହାଉଥିବା ଗୋଟେ ପ୍ରଚଣ୍ଡ ତାତିର ମାଟି। ଏ ମାଟିର ପ୍ରତ୍ୟେକଟି ଧାରା ଭିତରେ ପ୍ରସ୍ରବିତ ହେଇ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଧରିତ୍ରୀ ସୃଷ୍ଟି କରାଉଥିବା ଗୋଟେ ପ୍ଲାବନର ମାଟି, ଗୋଟେ ପାବନର ମାଟି, ଗୋଟେ ଭୂସ୍ୱର୍ଗରୁ ନିଶ୍ଚିତ ଭାବରେ ମଣିଷକୁ ମାନବିକତାର ସ୍ୱରରେ ଉଲମ୍ଫିତ କରାଉଥିବା, କ୍ରିୟାଶୀଳ କରାଉଥିବାର ମାଟି ହେଉଛି କଳାହାଣ୍ଡିର ମାଟି, ଯାହା ଶକ୍ତି ତତ୍ତ୍ୱ, ଯାହାର ପ୍ରକୃତି ତତ୍ତ୍ୱ, ଯାହାର ଭାବତତ୍ତ୍ୱ ସବୁବେଳେ ମଣିଷକୁ ଆକୃଷ୍ଟ କରି ଆସିଛି। ସେଇ ମାଟି ହେଉଛି କଳାହାଣ୍ଡିର ମାଟି। ଆଜି ମାନନୀୟ କୁଳପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଶତପଥୀ 1998 ମସିହାରେ ସେ ଗୋଟିଏ ପ୍ରବନ୍ଧ ଲେଖିଥିଲେ। ସେହି ସମୟରେ କଳାହାଣ୍ଡି ଉତ୍ସବ ଯେତେବେଳେ ଦ୍ୱିତୀୟ ବର୍ଷ ତୃତୀୟ ବର୍ଷ ଗତି କରୁଥିଲା, ଆଉ ସେତେବେଳେ ସେ ତାଙ୍କର ଶୀର୍ଷକ ରଖିଥିଲେ କଳାହାଣ୍ଡିଆ ମେଘର ଘର ହେଉଛି କଳାହାଣ୍ଡି। ବାସ୍ତବିକ ତାଙ୍କର ସେ ଲେଖାର ଶୀର୍ଷକ ଏଥିପାଇଁ ସମ୍ବେଦନଶୀଳ ଥିଲା, ଯେତେବେଳେ କଳାହାଣ୍ଡିକୁ ଲୋକେ ଦେଖିବାକୁ ଭ୍ରୁକୁଞ୍ଜ ସୃଷ୍ଟି କରୁଥିଲେ ଯେ କଳାହାଣ୍ଡି ହେଉଛି ଭୋକର ମାଟି, ଦାରିଦ୍ର୍ୟର ମାଟି, ପିଲା ବିକ୍ରିର ମାଟି। କଳାହାଣ୍ଡି ହେଉଛି ଗୋଟେ ଅବଶୋଷର ମାଟି। କଳାହାଣ୍ଡି ହେଉଛି ପ୍ରତ୍ୟେକ ଲୋକଙ୍କ ଭିତରେ ଗୋଟେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ମଣିଷଙ୍କର ଚିତ୍ରର ମାଟି, ମେଘ ତଳେ କାନ୍ଦୁଥିବା ଲୁହର ମାଟି। ତାହାକୁ ସେ ବଦଳେଇ ଦେଇ ଗୋଟେ ସ୍ୱର ସଂଯୋଜନା ଭିତରେ, କବିତାର ମାଧୁର୍ଯ୍ୟ ଭିତରେ, ଗଳ୍ପର ଶୀତଳତା ଭିତରେ, ହୃଦୟର ସ୍ପନ୍ଦନ ଭିତରେ ଏକ ନିବିଡ଼ତାର ସ୍ୱର ଛୁଟେଇଥିଲେ ଯେ କଳାହାଣ୍ଡିଆ ମେଘର ଘର, କଳାହାଣ୍ଡିର କଳା ଓ ପ୍ରକୃତିର ଏକ ନୈସର୍ଗିକ ସ୍ୱର୍ଗ ହେଉଛି କଳାହାଣ୍ଡି। ତାହା ସଞ୍ଜୟ ଶତପଥୀଙ୍କର ସ୍ୱର ଭିତରେ ସିମ୍ଫୋନି ସୃଷ୍ଟି କରାଇଥିଲା, ଯାହାକି ଖଣ୍ଡୁଆଳ ମାଳି, ସିଜୁ ମାଳି, ତିଜ ମାଳି, ବଫଲା ମାଳି ଏବଂ ସମ୍ପୂର୍ଣ୍ଣ ଭାବରେ ଏହି ମାଟିରୁ ଉତ୍ପତ୍ତି ଲାଭ କରିଥିବା ଯେଉଁ ଆନ୍ତଃରାଜ୍ୟ ନଦୀ ଗୁଡ଼ିକ ଇନ୍ଦ୍ରାବତୀ, ତେଲ ଏବଂ ନାଗାବଳୀ ବଂଶଧାରାର ସେହି ପ୍ରକୃତିର ସାବଲୀଳ ଅନାୟସ ଭାବରେ ଆଗକୁ ବଢ଼ି ବଢ଼ି ପ୍ରବାହିତ ହେଉଥିବା ସ୍ରୋତସ୍ୱିନୀ ଧାରା ଭିତରେ କଳାହାଣ୍ଡିର ସ୍ୱର ମୂର୍ଚ୍ଛନାକୁ, ନୃତ୍ୟ ଏବଂ ତାର ତାଳ ଲୟକୁ ସତେ ଯେମିତି ତାର ନାଡ଼ିକୁ ଚିପି କରି ନିଶ୍ଚିତ ଭାବରେ ସଞ୍ଜୟ ଶତପଥୀ ସାର୍ ଭାବିଥିଲେ ଯେ କଳାହାଣ୍ଡି କେବଳ ଗୋଟେ ମାଧୁର୍ଯ୍ୟର ମାଟି ନୁହଁ, କଳାହାଣ୍ଡି ହେଉଛି ଗୋଟେ ଦର୍ଶନର ଏକମାତ୍ର କ୍ରୀଡ଼ସ୍ଥଳ, ଯେଉଁଠି ଆପଣମାନେ ଅନେକ ଦର୍ଶନୀୟ ସ୍ଥାନକୁ ଅନୁଭବ କରିପାରିବେ। ଆମେ ସାଧାରଣ ଭାବରେ ଯଦି ଦେଖିବା, ଦର୍ଶନୀୟ ସ୍ଥାନ ଗୁଡ଼ିକୁ ସାଧାରଣ ଭାବରେ ଗୋଟେ ପର୍ଯ୍ୟଟନ ସ୍ଥଳ ଭାବରେ ଗ୍ରହଣ କରି ନେଇଥାଉ, କିନ୍ତୁ ମୁଁ ଯେତେବେଳେ କହୁଥାଏ ଯେ କଳାହାଣ୍ଡିର ପ୍ରତ୍ୟେକ ମାଟିକୁ ଚିପୁଡ଼ିଲେ ସେଇ ଚିପୁଡ଼ି ଥିବା ମାଟିରୁ ରସ ବାହାରେ ନାହିଁ, ସେଥିରୁ ବୀର ରସ ବାହାରେ। ସେଇ ମାଟିରୁ ରସ ବାହାରେ ନାହିଁ, ସେଥିରୁ ଶୃଙ୍ଗାର ରସ ବାହାରେ। ସେଇ ମାଟିରୁ ରସ ବାହାରେ ନାହିଁ, ରକ୍ତ ନିଗିଡ଼ି ପଡ଼େ। ତାର ମାଟି ଭିତରେ ବୀରତ୍ୱର ବୀର ବାଦ୍ୟ ସବୁବେଳେ ଘୁମୁ ଘୁମୁ ନାଦରେ, ଘୁମୁରାର ସ୍ୱରରେ ସମସ୍ତଙ୍କୁ ଆହ୍ଲାଦିତ କରେ। ସେଇ ମାଟି ହେଉଛି କଳାହାଣ୍ଡିର ମାଟି, ଯେଉଁଠି ଖ୍ରୀଷ୍ଟପୂର୍ବ 15,000 ବର୍ଷର ଗୋଡ଼ହାଣ୍ଡିର ଚିତ୍ରାବଳୀ, ଯେଉଁଠି ଖ୍ରୀଷ୍ଟପୂର୍ବ 10,000 ବର୍ଷର ଯୋଗୀମଠର ଚିତ୍ରାବଳୀ, ଯେଉଁଠି ଘାଟଘୁମରର ଚିତ୍ରାବଳୀ, ଯେଉଁଠି ଅସୁରଗଡ଼ ଦୁର୍ଗର ଐତିହ୍ୟର ବିବରଣୀ ସବୁବେଳେ ଲିପିବଦ୍ଧ করে କଳାହାଣ୍ଡି ବାସୀଙ୍କୁ ଆହ୍ଲାଦିତ ଏବଂ ଉତ୍ସାହିତ করে। সেই ମାଟିର ସବୁବେଳେ ତାର ପ୍ରତ୍ୟେକଟି ସ୍ଥଳ ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ, ଗୋଟିଏ ଗୋଟିଏ ଅନନ୍ୟ ସ୍ଥାନ। ଆମେ ଯଦି ତାହାକୁ ବିଭିନ୍ନ ଭାଗରେ ବିଭକ୍ତ କରିବା, ତେବେ ଦେଖିବା এই ମାଟି ହେଉଛି ପ୍ରାଇମେଟିଭ ଟ୍ରାଇବାଲ ଗ୍ରୁପ୍ସର ଆନ୍ଥ୍ରୋପୋଲୋଜି ଷ୍ଟୁଡେଣ୍ଟସ୍ ମାନଙ୍କର ପାଇଁ ନିଶ୍ଚିତ ଭାବରେ ନୂତତ୍ୱ ଭାବର ଏକ ଦର୍ଶନୀୟ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମେ ଯଦି କହିବା ଯେ ଏହା ହେଉଛି ପ୍ରାକୃତିକ ବିଭବର ଝରଣା ସମନ୍ୱିତ ନିର୍ଝରିଣୀର ତାଳରେ, ଲୟରେ ଏବଂ ଭାବରେ ଉଲମ୍ଫିତ ହୋଇ କଳାହାଣ୍ଡିର ପ୍ରତ୍ୟେକଟି ପ୍ରାନ୍ତକୁ ସ୍ପର୍ଶ କରୁଥିବା ସେହି ସୁନୀଳ ଆକାଶକୁ ନିଜ ପଣତ କାନିରେ ଢାଳି ରଖୁଥିବା, ପ୍ରକୃତିର ଅନୁପମ ଛିଟାରେ ବିଚ୍ଛୁରିତ ହେଉଥିବା, ପାହାଡ଼ର ତୀଖରୁ ପାହାଡ଼ର ପାଦଦେଶକୁ ଦେଖୁଥିବା ସେଇ ପ୍ରକୃତିର ଗୋଟେ ଅବୟବ ହେଉଛି କଳାହାଣ୍ଡିର କେତେକ ଦର୍ଶନୀୟ ସ୍ଥାନ। ପୁଣି ଯଦି ଦେଖିବା ଏଠାରେ ପ୍ରତ୍ନତତ୍ତ୍ୱ ଏବଂ ଐତିହାସିକ ଘଟଣାବଳୀ, ଐତିହାସିକ ସ୍ଥଳକୁ ନେଇ
ଅନେକ ଗୁଡ଼ିଏ କ୍ଷେତ୍ର ରହିଛି ଯେଉଁଠାରେ ମଧ୍ୟ ପର୍ଯ୍ୟଟନର ଅନୁପମ ଛିଟା ଆମେ ଉପଲବ୍ଧି କରିପାରୁ। ଚତୁର୍ଥରେ ଆମେ ଦେଖିବା ଯେ ଏହାର ସଂସ୍କୃତି, ଏହାର ଧର୍ମ ଭିତ୍ତି, ଏହାର ଲୋକ ଜୀବନ, ଲୋକ ସଂସ୍କୃତି ଭିତ୍ତିରେ ଅନେକ ସ୍ଥଳ ରହିଛି। ତେଣୁକରି ସେଗୁଡ଼ିକ ମଧ୍ୟ ଦର୍ଶନୀୟ ଯୋଗ୍ୟ ରହିଛି। ତ ପ୍ରତ୍ୟେକଙ୍କର ଆଖିରେ, ପ୍ରତ୍ୟେକଙ୍କର ଭାବରେ, ପ୍ରତ୍ୟେକଙ୍କର ଆତ୍ମାରେ ଗୋଟେ ଆତ୍ମୀୟତାର ସ୍ୱର ଛୁଟେଇବା ପାଇଁ ବିଭିନ୍ନ ଆଖିରେ, ବିଭିନ୍ନ ଦୃଷ୍ଟିରେ ଏବଂ ବିଭିନ୍ନ ଚେତନା ଭିତରେ ଉଜ୍ଜୀବିତ ହେଉଥିବା ଗୋଟିଏ ମାଟିର କେନ୍ଦ୍ରୀଭୂତ ସପ୍ତ ରଙ୍ଗର ଇନ୍ଦ୍ରଧନୁର ଛଟାରେ ସମସ୍ତଙ୍କୁ ଗୋଟେ ରଙ୍ଗୀନ ଭାବଧାରା ସୃଷ୍ଟି କରେଇ ପାରୁଥିବା ମାଟି ହେଉଛି କଳାହାଣ୍ଡିର ମାଟି। ଆଉ ତାର ଦର୍ଶନୀୟ ସ୍ଥାନ ଗୁଡ଼ିକ ମଧ୍ୟ ସେହିଭଳି ପ୍ରତ୍ୟେକଙ୍କୁ ଆକୃଷ୍ଟ କରିଥାଏ ଆମର ଏଇ କଳାହାଣ୍ଡିର ପରିସର ଭିତରକୁ। ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ଭାବରେ କଳାହାଣ୍ଡି ସବୁବେଳେ ଗୋଟେ ଗୌରବାନ୍ୱିତ ଅଧ୍ୟାୟରେ ଉନ୍ମୋଚିତ କରିଥାଏ। ପ୍ରତ୍ୟେକଙ୍କର ଗୋଟେ ଦୃଷ୍ଟି ଥାଏ ଯେ କେମିତି ଝରଣା କୂଳରେ ଯାଇ ଡେଙ୍ଗା ଡେଙ୍ଗା ଶାଳ ଗଛର ମୂଳରେ ଲମ୍ବା ଲମ୍ବା ମାଇଲ ମାଇଲ ବାଟ ଲମ୍ବି ଯାଇଥିବା ପାହାଡ଼ ତିଖରେ, ଆଉ ପାହାଡ଼ ତିଖରୁ ତଳକୁ ଓହ୍ଲେଇ ଆସିଲା ବେଳେ ପାହାଡ଼ର ସେଇ ପଥଧାର ଭିତରେ, ଗୁଳ୍ମ ଲତା ଭିତରେ, ସବୁଜିମା ଭିତରେ, ସବୁଜ ପତ୍ରର ପିଠିରେ ହାତ ଥାପୁଡ଼ି ଥାପୁଡ଼ି ଆଗକୁ ବଢୁଥିଲା ବେଳେ କେମିତି ଦେଖି ହେବ କଳାହାଣ୍ଡିକୁ, ସେଇ ଦୃଷ୍ଟି ଦେଖି ସମସ୍ତେ ସେଇ ଦର୍ଶନୀୟ ସ୍ଥାନ ଗୁଡ଼ିକ ଖୋଜି ବୁଲନ୍ତି। ଭବାନୀପାଟଣା ହେଉଛି ସେଇ ମାଟି। ଭବାନୀପାଟଣାର ପୂର୍ବ ନାମ ହେଉଛି ଭଣ୍ଡେଶ୍ୱର। ସେଇ ଭଣ୍ଡେଶ୍ୱରରୁ ଆଗକୁ ବଢି 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 ଯେତେବେଳେ ଦକ୍ଷିଣ ପଥ ଆଡ଼କୁ ଆମେ ଚାଲି ଯାଉ, ସେତେବେଳେ ଆମେ ଫୁର୍ଲିଝରଣ ପାଖରେ ପହଞ୍ଚି ଯାଉ। ଫୁର୍ଲିଝରଣ ବି ସେଇ କଳାହାଣ୍ଡି ମାଟିର ଗୋଟେ ସ୍ୱତନ୍ତ୍ର ନାମଧାରୀ ଦର୍ଶନୀୟ ସ୍ଥାନ, ଯୋଉଠାରେ ଆମେ ନିଶ୍ଚିତ ଭାବରେ ଅନୁଭବ କରୁ ଗୋଟେ ବିଚିତ୍ର ଜଳର ନୃତ୍ୟରତ ଛଟା, ସତେ ଯେମିତି ଥୁଆମୁଲ ରାମପୁରର ସେଇ ଘଞ୍ଚ ଜଙ୍ଗଲ ଭିତରୁ ବହି ଆସୁଥିବା ଗୋଟେ ଝରଣାର କୁଳୁକୁଳୁ ନାଦରେ ଯେତେବେଳେ ଫୁର୍ଲି ପାଖରେ ପହଞ୍ଚିଛି, ଦୁଇଟି ପାହାଡ଼ ପ୍ରସ୍ତର ଉପରେ ତାହା କଚାଡ଼ି ହେଇ ପଡ଼ି ତଳକୁ ଯେତେବେଳେ ଶଗଡ଼ା ନଦୀ ଆଡ଼କୁ ଅଗ୍ରସର ହେଉଛି, ସେହି ସମୟରେ ଆମେ ଅନୁଭବ କରୁ ଯେ ଫୁର୍ଲିଝରଣ କେତେ ମୋହନୀୟ ଧାରା ଭିତରେ ରହିଛି। ଚାରିଆଡ଼େ ସୁଉଚ୍ଚ ପର୍ବତାନୀ ଏବଂ ପୁଣ୍ୟତୟା ନିର୍ଝରଣୀର ବେହରଣ ଭିତରେ ସବୁଜ ପତ୍ରର ଆଲିଙ୍ଗନ, ସବୁଜ ବଲ୍ଲରୀର କୋଳାଗ୍ରତ ଭାବ ଆଗକୁ ଆଶ୍ଲେଷ କରିବାର, ଆଲିଙ୍ଗନ କରିବାର ସେଇ ମୋହନୀୟ ଛଟା ଯେତେବେଳେ ଆମେ ଦେଖୁ, ତାର ଆଗକୁ ବଢ଼ିବାର ନିଶା ଆଗକୁ ବଢ଼ି ଚାଲୁଥାଏ। ଏବଂ ଯେତେବେଳେ ଆମେ କଳା ମଚମଚ ସେଇ ପିଚୁ ସଡ଼କରେ ଆଗକୁ ବଢ଼ି ଚାଲୁଥାଉ, ଦେଖୁଥାଉ ଯେ ଜାକମ୍ର ସୌନ୍ଦର୍ଯ୍ୟ କେତେ ମିଠା ମିଠା ଲାଗୁଥାଏ। ଶାଳ ଗଛ, ପିଆଶାଳ ଗଛ ଏବଂ ତାର ଆଗକୁ ଆଗକୁ ବଢୁଥିଲେ ସୂକ୍ଷ୍ମ ଲଟା ଭିତରେ ଆପଣ ଦେଖିପାରିବେ ଯେ ଘୁଷୁରୀଗୁଡ଼ି ଜଳପ୍ରପାତ, ଯେଉଁଠି ସୁନ୍ଦର ଭାବରେ ଛୋଟ ଛୋଟ ଗୁମ୍ଫା ଗୁଡ଼ିକ ରହିଛି ପାହାଡ଼ ତିଖରେ, ପାହାଡ଼ର ପାଦ ଦେଶରେ ଏବଂ ପାହାଡ଼ର ମଧ୍ୟ ଭାଗରେ, ଆଉ ମଝିରେ ଯେମିତି ଛାତିକୁ ଉଖାରି ନିଥିରି ପଡୁଛି ସୁଶୀତଳ ଚିକ୍ ଚିକ୍ କରୁଥିବା ଝରଣା, ଆଉ ସେଇ ଝରଣାର କୂଳେ କୂଳେ ହରିଣୀ ଏବଂ ଭାଲୁ ଏବଂ ବିଭିନ୍ନ ବନ୍ୟ ଜୀବଜନ୍ତୁଙ୍କର ବେହରଣ ଭିତରେ, ପକ୍ଷୀଙ୍କର କାକଳି ଭିତରେ ନିଶ୍ଚିତ ଭାବରେ ଆପଣ ଦେଖିବେ ଘୁଷୁରୀଗୁଡ଼ି ଜଳପ୍ରପାତକୁ। ଆଉ ସେଇ ଘୁଷୁରୀଗୁଡ଼ି ଜଳପ୍ରପାତ ନିଶ୍ଚିତ ଭାବରେ ଜଣେ ମଣିଷକୁ ଭବାନୀପାଟଣାରୁ 25 କିଲୋମିଟର ଦୂରରେ ଅବସ୍ଥିତ ସେଇ ଦର୍ଶନୀୟ ସ୍ଥାନଟି ସମସ୍ତଙ୍କୁ ସବୁବେଳେ ଆକୃଷ୍ଟ କରୁଥାଏ। ଗୋଟେ ସବୁଜ ବଲ୍ଲରୀ ଭିତରେ, ସବୁଜିମା ଭିତରେ ମଣିଷ ନିଜକୁ ହଜେଇ ଦେବା ପାଇଁ ଚେଷ୍ଟା କରେ। ଆକାଶ କେତେ ନୀଳ ଦିଶୁଥାଏ, ଆକାଶରେ ମେଘ ଭର୍ତ୍ତି ହେଇଥାଏ, ଆକାଶରେ ଧଳା ଧଳା ମେଘ ଗୁଡ଼ିକ ଭାସୁଥାଏ, ଆଉ ଲାଗୁଥାଏ ସତେ ଯେମିତି ତିଜମାଳି, ବଫ୍ଲାମାଳି ଏବଂ କଣ୍ଡୱାଲ ମାଳିର ସେଇ ପାହାଡ଼ ଗୁଡ଼ିକୁ ସ୍ପର୍ଶ କରୁଛି ମେଘ, ଆଉ ତା ତଳେ କେତେ ସୁନ୍ଦର ଭାବରେ ବହି ଯାଉଛି ଘୁଷୁରୀଗୁଡ଼ିର ଜଳସ୍ରୋତ। ତାହା ପ୍ରଥମେ ଅନୁଭବ କରେ ଜଣେ ପର୍ଯ୍ୟଟକ ଯେତେବେଳେ ପ୍ରକୃତିର ଦର୍ଶନୀୟ ସ୍ଥାନ ଖୋଜିବାକୁ ଆଗକୁ ବଢେ। ତାର ଆଗକୁ ଆଗକୁ ଗଲେ ଆମେ 25 କିଲୋମିଟର ପରେ ପାଉ କିଆପଦରର ଆଗକୁ ଗଲେ ଧୋବେନ ଚଞ୍ଚା ଜଳପ୍ରପାତ। ଯେଉଁ ଧୋବେନ ଚଞ୍ଚା ଜଳପ୍ରପାତ ସଗଡ଼ା ନଦୀର ବିସ୍ତୃତ ଜଳରାଶିର ଏକ ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଗତି କରି ଗୁରୁ ଗମ୍ଭୀର ନାଦରେ ଗୋଟେ ପତିତ ହେବାର ଦୃଶ୍ୟ ଅହେତୁକୁ ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଥାଏ। ଚାରିଆଡ଼େ ସବୁଜ ବନାନୀରେ ଅବସ୍ଥିତ ପଥରର ଚଟାଣ ପୃଷ୍ଠରେ ରୂପେଲି ଆବରଣ ଜଳରାଶିର ଛନ୍ଦାୟିତ ଗତି ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଆକୃଷ୍ଟ କରୁଥାଏ। ଆଉ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ এই ଧୋବେନ ଚଞ୍ଚା ଜଳପ୍ରପାତଟି ଏତେ ମଧୁମୟ, ଏତେ ମିଠାସ୍ୱର ମହୁଲ ଗଛର ବେହରଣ ଭିତରେ ପାଖେ ପାଖେ
गोटे विस्तृत चट्टान उपरे बसी से सौंदर्यमय दृश्य को अवलोकन करने निश्चित भाव में पर्यटक को निश्चित भाव में आकृष्ट करिथाए। आमे देखू ये जो प्राकृतिक दृश्यावली भितर कलाहांडीर थुआमूल रामपुर, लांजीगढ़ एवं मदनपुर रामपुर एगुड़िक जो प्राकृतिक छटा रही से भितर कर्लापाट अभयारण्यटी हूँ गोटे गुरुत्वपूर्ण स्थान जहाँ नियमगिरी पर्वत एवं एपटे बफलामाली पर्वत सेपटे काशीपुर सुंगेर पर्वत एवं तीजमाली, कुट्रुमाली, शशबाहुमाली पर्वतर विराट प्रस्तर पाददेश अवस्थित यही कर्लापाट अभयारण्यटी बहु जीवजंतु, पशुपक्षी, नदी निर्झरणी एवं हजार ऊर्ध्व पेरेनियल रिसोर्सेस जहाँकि सबु बेले सबु समय रे सबु ऋतु रे समान गति रे प्रवाहित होउथिबा झरणा गुड़ी को आपण पाई परिबे, गुल्म गुड़ी को पाई परिबे। 1058 प्रकार रो औषधीय वृक्ष रे आच्छादित कर्लापाट अभयारण्य आपण को निश्चित भाव रे गोटे अनन्य दर्शनीय स्थान रो स्वरूप प्रदान करि परिबो। ताहार कुळे कुळे आपण जेते बेले आगो को बढ़िबे से आगो को बढ़िबा समय रे आपण निश्चित भाव रे कर्लापाट भितरे आपण देखिबे जे खंडवाल जलप्रपात जो खंडवाल गुंफा रही खंडवाल जलप्रपात रही एवं रानीगाड्डी जलप्रपात जो वाटरफॉल रही से रानीगाड्डी वाटरफॉल दुर्गम केरपाई ग्राम पंचायत रे रही ताहार कला चिकचिक प्रशस्त पथर उपरु से जो जलराशि तल को पड़ुची ताहा भी आपन को बहुत सुंदर अनुभव देव जहाँकि कर्लापाट भितर आपन से जिनिस को अनुभव करि परिबे। एवं 600 फुट तल को जो तीव्र गति रे से जो पानी तल को पड़ुची दर्शकों को अनेक मनोलोभा करिथाए एवं से भितर आपन देखुथिबे जे कर्लापाट अभयारण्यर से जो सुंदर गतिधारा तार भितरे जो सुंदर परिवेश रही आपण मुख्य सड़क रु जेते बेले 8-10 किलोमीटर भीतर को जिवे एवं कुआंग रो जो वाटरफॉल पाखरे जेते बेले पहुंचीबे जोटी इलेक्ट्रिफिकेशन रो जोटा कृत्रिम उपाय रे आरंभ करा जायछि से 2-3 टी गां को नेकिरी सेही अंचल रे जेते बेले आपण पहुंचीबे निश्चित भाव रे देखिथिबे जे वन्य जंतुर सेही समागम भितरे तांकर बेहरण भितरे पक्षींकर कूजन भितरे विभिन्न पक्षींकर कूजन भितरे एवं विभिन्न बड़ बड़ जीवजंतु जोटा कि हाथी, बाघ, चिताबाघ एवं कुट्रा, संबर एमानंकर गहळ मेलन भितरे आपण निजे अनुभव करुथिबे जे प्रकृति को केते निकटरु आपण देखि पारुछंती। वास्तविक होचे कलाहांडीर जो प्रकृतिर छटा रहिछि प्रकृतिर छटा थुआमूल रामपुर रो भितरे आमे जेते अनुभव करि पारिछु भवानी थुआमूल रामपुर रो विभिन्न जगार थिबा जलप्रपात भितरे आमे जोटा अनुभव करूछु जेपरि कि थुआमूल रामपुर रो खंडवाल गुंफा रहिछि पेरमंजी पाखरे एवं पेरमंजी निकटस्थ आकु जेते बेले आमे बढ़ू कर्लापाट रो से भितरे आमे देखि पारू जे आपनकर पानी छिंडा वाटरफॉल तापरे माँ डोकरी देवींकर जो वाटरफॉल रही तापरे भैरव देवतांकर भैरव वाटरफॉल जो रही खंडवाल देवतांकर पाखरे खंडवाल धारा जो रही एवं नागाबली जो उत्पत्ति होइचंती सेही पाखरे जो क्यांगदर वाटरफॉल रही से गुड़िकर जो वाटरफॉल गुड़िक रही से गुड़िक निश्चित भाव रे गोटे दर्शक को गोटे अनन्य छटा अनन्य भावधारा सृष्टि करिवारे मु तो भाबुची गोटे विशेष उपादान एवं विशेष भाव सृष्टि कराई पारिथाए एवं एई अंचलटी केवल 2टी दर्शनीय स्थान नुह 3टी दर्शनीय स्थान पाई ए अंचलटी उपयुक्त होइथाए। गोटे होची जे प्रकृतिर संदर्शन आपन करि पारिबे विभिन्न जलप्रपात गुड़िकरे जेभଳି भाव सिंदेरझर जलप्रपात हला रानीगाड्डी जलप्रपात हला पानीछिंडा जलप्रपात हला भैरवगुड़ी जलप्रपात हला भैरव धारा हला कि घुमर जलप्रपात हला एगुड़िक गोटे गोटे जलप्रपात सिंदेरझर जलप्रपात हला एगुड़िक गोटे गोटे जलप्रपात 4टा-5टा स्टेप रे 1500 2000 3000 फुट रु जेतेबेले तळकु पानी खसुची से पानी रो दृश्य को आपन जेतेबेले देखिबे एवं तार चतुर्पार्श्व जो जंगल रही एवं से सबुज बनानी रही ताकू जेतेबेले आपण संदर्शन करिवे निश्चित रूप रे प्रकृतिर गुटे अनन्य दर्शनीय अनुभव ताकू गुटे पर्यटक अनुभूति भितरे आनी पारिबो गुटे कवि लेखक तार माधुर्य को उपलब्धि करि पारिबो एवं द्वितीय रे हला जो माने आदिवासी संस्कृतिर पर्यटक अछंती सेमाने याकू दर्शन करिया पई सेमाने याकू दर्शन करिया पई एठारे जो कुटिया कंध एवं सर्वोपरि परजा झुड़िया संप्रदायर जो
ଜାତି ରହିଛନ୍ତି ସମ୍ପ୍ରଦାୟ ରହିଛନ୍ତି ସେମାନଙ୍କର ଯୋଉ ସଂସ୍କୃତି ରହିଛି ସେଇ ସଂସ୍କୃତିର ଅପୂର୍ବ ଛଟା ମାନେ କି ପ୍ରାଇମେଟିଭ ଟ୍ରାଇବାଲ ଗ୍ରୁପ୍ସ ଭାବରେ ଫାମୁଲରାମପୁର ଅଞ୍ଚଳରେ ଅଛନ୍ତି ଏବଂ ତାଙ୍କର ଲାଙ୍ଗୁଏଜ ଯୋଉ ରହିଛି ଗୋଟେ ଜାଗାରେ ଆପଣ କୁଇ ତାଙ୍କର ଭାଷା ରହିଛି ଗୋଟିଏ ଜାଗାରେ କୁଭି ରହିଛି ଗୋଟିଏ ଜାଗାରେ ଆପଣ ଅନୁଭବ କରିପାରିବେ ଯେ ଝୁଡିଆ ଭାଷା ରହିଛି ଆଉ ଗୋଟିଏ ଭାଷାରେ ମାନ୍ଗି ଭାଷା ରହିଛି ଗୋଟିଏ ଅଞ୍ଚଳ କିନ୍ତୁ ତିନିଟି ଡାଇଲେକ୍ଟ ସେ ଯୋଉ ଉପଭାଷାଟା ସେମାନେ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କର ଯୋଉ ପର୍ବପର୍ବାଣୀ ତାଙ୍କର ବିଭିନ୍ନ ପ୍ରକାର ଯାନିଯାତ୍ରା ବେଶ ପୋଷାକ ତାଙ୍କର ଯୋଉ ଚାଷ ବାସ ଏଗୁଡିକ ମଧ୍ୟ ଗୋଟେ ଗୋଟେ ପର୍ଯ୍ୟଟନର ଅଞ୍ଚଳ ଯୋଉଟା କି ଆପଣ ସେମାନଙ୍କର ସଂସ୍କୃତି ସମ୍ପର୍କରେ ସେମାନଙ୍କର ପ୍ରତ୍ନତତ୍ତ୍ୱ ସମ୍ପର୍କରେ ସେମାନଙ୍କର ଯୋଉ ଶିଳା ରହିଛି ତାଙ୍କର ଯୋଉ ଲେଖା ରହିଛି ସେଗୁଡିକ ସମ୍ପର୍କରେ ମଧ୍ୟ ଅନୁଭବ କରିପାରିବେ ଏପରିକି ଏହା ଗୋଟେ ଗବେଷଣା ସ୍ଥଳ ମଧ୍ୟ ହେଇପାରେ କାହିଁକି ନା ଯୋଉଠି ଇନ୍ଦ୍ରାବତୀର ଉତ୍ପତ୍ତି ହେଇଛି ଫାମୁଲରାମପୁରର ମଡିଗୁଡା ନିକଟସ୍ଥ ଅଞ୍ଚଳ ଯୋଉଠି ବେ ପାହାଡ ରହିଛି ସେ ପାହାଡ ହଉଛି 7ଟି ଗୁମ୍ଫାର ଗୋଟେ ପାହାଡ ଆଉ ସେ ପାହାଡ ଭିତରେ ଯୋଉ ଲେଖା ଗୁଡିକ ରହିଛି ସେଇ ଲେଖା ମଧ୍ୟ ନିଶ୍ଚିତ ଭାବରେ ଗୋଟେ ପର୍ଯ୍ୟଟକଙ୍କର ପାଇଁ ଗୋଟେ ଅନନ୍ୟ ଉଦାହରଣ ଯେ ଭବିଷ୍ୟତରେ ଏହା ଗବେଷଣା କରାଯାଇ ତାହାକୁ ଆଗକୁ ବଢେଇ ହେବ ଏବଂ ସେଇ ଅଞ୍ଚଳର ଲୋକ ସଂସ୍କୃତି ସମ୍ପର୍କରେ ଅନେକ ଜ୍ଞାନ ଆହରଣ କରିପାରିବ ଏତଦ୍ ବ୍ୟତୀତ ଆମେ ଫାମୁଲରାମପୁର ଯଦି ଆଗକୁ ଅଗ୍ରସର କରିବା ତେବେ 110 ବର୍ଗ କିଲୋମିଟର ଭିତରେ ଇନ୍ଦ୍ରାବତୀ ପୋଡାଗଡ଼ ଝଞ୍ଜାବତୀ ଏବଂ ମୁରାନ କପୁର এই 4ଟି ନଦୀର ସମ୍ମିଳିତ ଭାବରେ ଯୋଉ ଗୋଟେ ବିରାଟ ଜଳଭଣ୍ଡାର ସୃଷ୍ଟି ହେଉଛି ଯୋଉଠି ନୌକା ବିହାର କରାଯାଇ ପାରୁଛି ଯୋଉଠି ଜଳସ୍ରୋତ ରହିଛି ସେ ଜଳସ୍ରୋତ ଭିତରେ ଆପଣ ଛୋଟ ଛୋଟ ମୁଣ୍ଡି ପାହାଡ ଗୁଡିକ ଦେଖିବେ ଏବଂ ତାର ଚତୁର୍ପାର୍ଶ୍ୱରେ ଅତି ସୁନ୍ଦର ସବୁଜ ବନାନୀକୁ ଦେଖିପାରିବେ ଏବଂ ସେଥିରେ ଯୋଉ ନୌକା ବିହାର କରିବେ ସେ ନୌକା ବିହାରଟି ଏତେ ସୁନ୍ଦର ପରିବେଶ ଦେବ ଏବଂ ସେ ପ୍ରକୃତିର ଗୋଟେ ଶାନ୍ତ ନିରୀହ ମଧୁମୟ ମୁହୂର୍ତ୍ତକୁ ଆପଣଙ୍କୁ ମନେ ପକେଇଦେବ ସେଇଗୁଡ଼ିକ ସତେ ଯେପରି ଆପଣ ଗୋଟେ ସ୍ୱର୍ଗୀୟ ଶାନ୍ତ ଶାନ୍ତି ସ୍ୱର୍ଗୀୟ ଭାବ ସ୍ୱର୍ଗୀୟ ଚିନ୍ତନା ଏବଂ ସ୍ୱର୍ଗୀୟ ଚେତନାକୁ ଉପଲବ୍ଧି କରାଇବାର ଗୋଟେ ମାଧ୍ୟମ ଯୋଗାଇ ଦେଇପାରିବ ସେଇଭଳିଆ ମୁହୂର୍ତ୍ତ ଆପଣ ସେଇଠି ପାଇପାରିବେ ଏତଦ୍ ବ୍ୟତୀତ ଆପଣ ଯେତେବେଳେ ଫାମୁଲରାମପୁରର ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲକୁ ଯିବେ ଏବଂ ସେଠି ଗୋଟେ ହେଲୋ ପଏଣ୍ଟ ଅଛି ଯୋଉଟା କି ପାହାଡ ତିଖରେ 4200 ଫୁଟ ସମୁଦ୍ର ପତ୍ତନରୁ 4200 ଫୁଟ ଉଚ୍ଚରେ ଯୋଉ ସ୍ଥାନଟି ରହିଛି ସେ ହେଲୋ ପଏଣ୍ଟରୁ ଯେତେବେଳେ ଆପଣ ପାହାଡ ତିଖରୁ ପାହାଡ ପାଦଦେଶର ଦୃଶ୍ୟ ଦେଖିବେ ଯୋଉ ହାତୀ ନଦୀ ବହି ଯାଇଛି ଇନ୍ଦ୍ରାବତୀର ବାମ କେନାଲ ଯୋଉ ଯାଇଛି ଏବଂ ତା ତଳରେ ସିଙ୍ଗାରୀ ଘାଟି ତଳରେ ଯୋଉ ଦୃଶ୍ୟାବଳୀ ରହିଛି ଜଙ୍ଗଲ ରହିଛି ଯୋଉ ଚାଷ କ୍ଷେତ ରହିଛି ତା ଦୃଶ୍ୟାବଳୀକୁ ସନ୍ଦର୍ଶନ କରିବା ଅନୁଭବ ଗୋଟେ ଅନନ୍ୟ ଦର୍ଶନୀୟ ସ୍ଥାନର ଆପଣଙ୍କର ଗୋଟେ ଭାବ ସୃଷ୍ଟି କରାଇ ପାରିବ ଏହା ବ୍ୟତୀତ ଆମେ ଫାମୁଲରାମପୁରକୁ ଛାଡି ଯଦି ପ୍ରାକୃତିକ ଛଟା ଯଦି ଆମେ ଖୋଜିବାକୁ ଚାହିଁବା ନିଶ୍ଚିତ ଭାବରେ ଆମେ ଗୁଡହାଣ୍ଡି ହଳଦୀଗୁଣ୍ଡି ଗୁଡହାଣ୍ଡିର ଚତୁର୍ପାର୍ଶ୍ୱରେ ରହିଥିବା ଡୋକ୍ରି ଚଞ୍ଚରାର ସେଇ ସୌନ୍ଦର୍ଯ୍ୟାବଳୀକୁ ମଧ୍ୟ ଆମେ ଅନୁଭବ କରିପାରିବା ତାହା ମଧ୍ୟ ଗୋଟେ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଏବଂ ସେଥିରେ ଆମେ ନୃତତ୍ତ୍ୱ କ୍ଷେତ୍ରରେ ମଧ୍ୟ ଗୋଟେ ନୃତତ୍ତ୍ୱ ଛାତ୍ରମାନଙ୍କ ପାଇଁ ମଧ୍ୟ ସେଟା ଗୋଟେ ଅପୂର୍ବ ଛଟା ଦେଇପାରିଛି କଳାହାଣ୍ଡି ପ୍ରକୃତରେ କେବଳ ଯେ ପ୍ରକୃତିର ଗୋଟେ ନୈସର୍ଗିକ ସୋଫାରେ ଐଶ୍ୱର୍ଯ୍ୟ ମଣ୍ଡିତ ଭୂଖଣ୍ଡ ନୁହଁ କଳାହାଣ୍ଡି ହେଉଛି ନିଶ୍ଚିତ ଭାବରେ ଐତିହାସିକ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ମଧ୍ୟ ରହିଥିବା ଏକ ଗୋଟେ ବୈଭବ ସମ୍ପନ୍ନ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ ତାର କାରଣ ହେଉଛି ଯେ ଯେଉଁ ସମୟରେ କଳାହାଣ୍ଡି ମହାକାନ୍ତାର ଥିଲା ଯୋଉ ମହାକାନ୍ତାର ହେଉଛି ଆପଣଙ୍କର ଜୁନାଗଡ଼ କୁଲାମୁଣ୍ଡା କୁକସରା ଏବଂ ଧର୍ମଗଡ଼ ଅଞ୍ଚଳଟି ଯାହାକୁ ପହିଲି ପାର ଅଞ୍ଚଳ ବୋଲି କୁହାଯାଏ ଯେଉଁଠି ପ୍ରଥମ ବର୍ଷାର ପହିଲି ସ୍ପର୍ଶ ଯେତେବେଳେ ମାଟିକୁ ଛୁଉଁଥିଲା ତେଣୁକରି ସେଇ ଅଞ୍ଚଳକୁ ପହିଲି ପାର ଅଞ୍ଚଳ ବୋଲିକରି କୁହାଯାଏ ଏବଂ ସେଇ ପହିଲି ପାର ଅଞ୍ଚଳଟି ହେଉଛି ମହାକାନ୍ତାର ଅଞ୍ଚଳ ଏବଂ ଇନ୍ଦ୍ରାବତୀ ଉପକୂଳରୁ ମହାକାନ୍ତାର ପର୍ଯ୍ୟନ୍ତ ବିସ୍ତୃତ କ୍ଷେତ୍ର ହେଉଛି ଚକ୍ରକୂଟ ମଣ୍ଡଳ ଏବଂ ନର୍ଲା ଠାରୁ ଆରମ୍ଭ କରି ମଦନପୁର ରାମପୁରର ସାଙ୍କୁଶଗଡ଼ ମଦନପୁର ରାମପୁରର ଖର୍ଲିଗଡ଼ ପର୍ଯ୍ୟନ୍ତ ବିସ୍ତୃତ କ୍ଷେତ୍ରକୁ ଆମେ ଯଦି ଦେଖିବା ତାହା କମଳ ମଣ୍ଡଳ ନାମରେ ଅବହିତ ଥିଲା ତ ଏଇ ଯୋଉ ଐତିହାସିକ ସ୍ଥଳ ଗୁଡିକ ମଧ୍ୟ ଗୋଟେ ପର୍ଯ୍ୟଟନର ଅନନ୍ୟ ରୂପକୁ ନିଶ୍ଚିତ ରୂପରେ ଆମ ସମ୍ମୁଖରେ ଉପସ୍ଥାପିତ କରିଥାଏ ଆମର ଯୋଉ ନଦୀ ସଭ୍ୟତା ସୃଷ୍ଟି ହେଇଛି ସେ ନଦୀ ସଭ୍ୟତା ଭିତରେ ଆମେ ଦେଖିବା ଯେ କୌଟିଲ୍ୟ ତାଙ୍କର ଅର୍ଥଶାସ୍ତ୍ରରେ ଲେଖିଛନ୍ତି
ଯେ ଇନ୍ଦ୍ରବଣ ଅଞ୍ଚଳଟି ଇନ୍ଦ୍ରାବତୀ ଏବଂ ତେଲ ଉପତ୍ୟକାର ମଧ୍ୟ ଭାଗଟି ହେଉଛି ଯଦିଓ କଳାହାଣ୍ଡି ମାଟିରେ ସେଇଟା ହେଉଛି ଇନ୍ଦ୍ରବଣ ଅଞ୍ଚଳଟି ତାହା ମଣି ମତି ମାଣିକ୍ୟରେ ଭରପୁର ହେଇକିରି ରହିଥିଲା ଏବଂ ସେଇ ଅଞ୍ଚଳରୁ ଯୋଉ ପ୍ରତ୍ନତାତ୍ତ୍ୱିକ ଅବଶେଷ ଗୁଡ଼ିକ ରହିଛି ତାହା ମଧ୍ୟ ଆଜି ପର୍ଯ୍ୟଟନ ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟନର ଗୋଟେ ଦର୍ଶନୀୟ ସ୍ଥାନ ହେଇକିରି ରହିଛି। ଯେପରିକି ଆମେ ଦେଖୁ ଯେ ରାହୁଲ ଓ ତେଲ ନଦୀର ସଙ୍ଗମ ସ୍ଥଳୀ ଖର୍ଲିଗଡ଼ ଯୋଉଟା କି ମଦନପୁର ରାମପୁର ବ୍ଲକରେ ରହିଛି ଏବଂ ସମ୍ପୂର୍ଣ୍ଣ ଭାବରେ ଉତେଇ ନଦୀ କୂଳରେ ଅବସ୍ଥିତ ଆମର ମଦନପୁର ଅଞ୍ଚଳଟି ମଦନପୁର ରାମପୁର ଅଞ୍ଚଳଟି ସେଇଠି ବି ଆମେ ଦେଖୁ ଯେ ଶିବ ମନ୍ଦିର ଭଗ୍ନାବଶେଷ ମଧ୍ୟରେ ଆମେ ଦେଖୁ ଯେ ସେ ଅବଶେଷ ଗୁଡ଼ିକ ମଧ୍ୟରେ ଆମେ ନିଶ୍ଚିତ ଭାବରେ ଅନୁଭବ କରିଥାଉ ଯେ ତତ୍କାଳୀନ ସମୟର ପ୍ରସ୍ତର ଯୁଗ ଠାରୁ ଆମର ପ୍ରାକ୍ ମୌର୍ଯ୍ୟ ଯୁଗ ପର୍ଯ୍ୟନ୍ତ ଯୋଉ ବସତି ସ୍ଥାପନ ହେଇଥିଲା ସେଇଗୁଡ଼ିକୁ ମଧ୍ୟ ଆମେ ସେଇଠି ଆମେ ଦେଖିପାରିଛୁ ଏବଂ ସର୍ବୋପରି ଆମେ ଏଇଭଳି ଭାବରେ ଆମେ ଯଦି ଦେଖିବା ଯେ ନର୍ଲା ସ୍ଥିତ ଅସୁରଗଡ଼ର ଯୋଉ ଦୁର୍ଗ ରହିଛି ଯୋଉଟା କି ସାନ୍ଦୁଲ ନଦୀର କୂଳରେ ଅବସ୍ଥିତ ସେଇଠି ଆମେ ତାର ଯୋଉ ଅସୁରଗଡ଼ର ମାଟି ଦେଖୁଛୁ ତାର ଯୋଉ ବିଭିନ୍ନ ପ୍ରକାର ପ୍ରସ୍ତର ଦେଖୁଛୁ ଏବଂ ଯୋଉ ପ୍ରସ୍ତର ଗୁଡ଼ିକ ପଞ୍ଚମାର୍କ ମୁଦ୍ରା ଗୁଡ଼ିକ ଯୋଉଠୁ ଆମେ ପାଇଛୁ ସେଗୁଡ଼ିକ ମଧ୍ୟ କଳାହାଣ୍ଡିର ଗୋଟେ ପ୍ରାଚୀନ ଐତିହ୍ୟ ସ୍ଥଳର ପରିଚୟ ଦଉଛି ଯେଉଁ ପର୍ଯ୍ୟଟନ ସ୍ଥଳ ନିଶ୍ଚିତ ଭାବରେ ଆମର ଭବିଷ୍ୟତ ପିଢ଼ି ପାଇଁ ଆମର ଅତୀତର ସେଇ ରୋମନ୍ଥିତ ଇତିହାସକୁ ଆମର ସେଇ ଗୋଟେ ଐଶ୍ୱର୍ଯ୍ୟମୟ ଐତିହ୍ୟକୁ ନିଶ୍ଚିତ ଭାବରେ ଆମର ଭବିଷ୍ୟତର ପିଢ଼ି ପାଇଁ ନୂତନ ଉପାଦାନ ଯୋଗାଇ ପାରୁଥିବ। ଯେହେତୁ କଳାହାଣ୍ଡି ମାଟିର ଏଇ ନଦୀ ଗୁଡ଼ିକର ସଭ୍ୟତା ଭିତରେ ଆପଣ ଦେଖିବେ ଯେ ତେଲବାହା ନଦୀ ଯାହାକି ତେଲ ନଦୀ ଭାବରେ ଆମେ ଜାଣିପାରିଛୁ ଏବଂ ଯୋଉଟା ଉତେଇ ନଦୀ ଓ ତେଲ ନଦୀ ସଙ୍ଗମ ସ୍ଥଳରେ ଯୋଉ ବେଲଖଣ୍ଡି ଅବସ୍ଥିତ ଯୋଉଠି ସପ୍ତ ମାତୃକା ମନ୍ଦିର ଅବସ୍ଥିତ ସେଥିରେ ମଧ୍ୟ ଗୋଟେ ଐତିହାସିକ ସ୍ଥଳ ରହିଛି। ଏପରିକି ଆପଣମାନେ ଅନୁଭବ କରିପାରିଥିବେ ଯେ ଗୁମାଗଡ଼ ଗୋଟେ ଅଞ୍ଚଳ ଅଛି ଆଉ ବଜ୍ରଗଡ଼ ଗୋଟେ ଅଞ୍ଚଳ ଅଛି। ଅମାଟ ଗ୍ରାମ ନିକଟରେ ତେଲ ନଦୀ କୂଳରେ ବଜ୍ରଗଡ଼ ଗୋଟେ ଛୋଟିଆ ପାହାଡ଼ ରହିଛି। ସେ ପାହାଡ଼ର ଉପରେ ଆପଣ ଦେଖୁଥିବେ ଯେ ଷଷ୍ଠ ଶତାବ୍ଦୀର ବୋଲିକିରି ସେଟାକୁ ଗବେଷକ ମାନେ ଦେଖିଛନ୍ତି। ତ ସେଇ ଅଞ୍ଚଳଟି ନିଶ୍ଚିତ ଭାବରେ ଅନେକ ଶିଳାଲେଖା ଆଉ ଅନେକ ମୂର୍ତ୍ତି ମଧ୍ୟ ସେଇଠି ମିଳିଛି ଯାହାକି ଆମର ପ୍ରାଚୀନ ଇତିହାସର ଅବଶେଷ ଗୁଡ଼ିକ ଏବଂ ପ୍ରାଚୀନ ଅବଶେଷ ଗୁଡ଼ିକୁ ଆମେ ସେଇଠି ସନ୍ଦର୍ଶନ କରିପାରିଛୁ। ତେନ୍ତୁଳି ଖୁଣ୍ଟି ମଧ୍ୟ ଗୋଟେ ଜାଗା ଯୋଉଟାକି ମଦନପୁର ରାମପୁରର ତେଲ ନଦୀ କୂଳରେ ଅବସ୍ଥିତ ରହିଛି। ସେଥିରେ ମଧ୍ୟ ଆମେ ଅନେକ ଭାବରେ ଗୋଟେ ଜିନିଷକୁ ଆମେ ଦେଖିପାରିଥାଉ ଯେ ଅତୀତରେ ପ୍ରାଚୀନ କାଳରେ କିଭଳି ଭାବରେ ପ୍ରାକୃତିକ ଉପାୟରେ ଏବଂ ନିଶ୍ଚିତ ଭାବରେ ସେଠାକାର ସଭ୍ୟତା ସେଠିକାର ସାମାଜିକ ଅବସ୍ଥା ଏବଂ ସେଥିର ରାଜନୈତିକ ଅବସ୍ଥା କିଭଳି ଥିଲା ଏବଂ କମଳ ବନ ଯୋଉଟା କମଳ ମଣ୍ଡଳ ଥିଲା ସେ କମଳ ମଣ୍ଡଳର ଐତିହ୍ୟ କେତେ ପର୍ଯ୍ୟାପ୍ତ ପରିମାଣରେ ବିକଶିତ ଥିଲା ଯଦ୍ୱାରା କି ତେଲବାହା ନଦୀ ମାଧ୍ୟମରେ ସେ ନିଜେ ସେ ଅଞ୍ଚଳର ପର୍ଯ୍ୟଟକ ମାନେ ଥାଇଲାଣ୍ଡ ପର୍ଯ୍ୟନ୍ତ ବିସ୍ତୃତ କ୍ଷେତ୍ରକୁ ସେମାନେ ଯାଇକିରି ନିଜର ବ୍ୟବସାୟ ବାଣିଜ୍ୟ କରିପାରୁଥିଲେ। ତାହା ମଧ୍ୟ ବର୍ତ୍ତମାନ ସେଠାକାର ବିଭିନ୍ନ ପ୍ରକାର ପ୍ରତ୍ନତତ୍ତ୍ୱ ଅବଶେଷ ମାନଙ୍କ ମଧ୍ୟରୁ ତାହା ଦେଖିବାକୁ ମିଳୁଛି। ଏପରିକି ଆମେ ଅନୁଭବ କରୁ ଯେ ଗୋଲାମୁଣ୍ଡା ଅଞ୍ଚଳର ଖରଙ୍ଗ ପାଖରେ ଗୋଟେ ଜାଗା ଅଛି ଯୋଉ ଜାଗାର ନାଁ ହଉଛି ଯେ ଆମ ଚୂଡ଼ା ପାହାଡ଼। ସେଇ ଚୂଡ଼ା ପାହାଡ଼ ମଧ୍ୟ ଗୋଟେ ବିଭିନ୍ନ ପ୍ରକାର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଅଞ୍ଚଳଟି ଯେଉଁଠାରେ ସୌଭାଗ୍ୟର ଭାବରେ ଆମେ ଯଦି ଦେଖିବା ଯୋଉଟା କି ଆମର ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ଗୋସେଙ୍ଗ ଦତ୍ତଙ୍କର ବିସ୍ତୃତ ଅଞ୍ଚଳ ଭିତରେ ଯୋଉ ଚୂଡ଼ା ପାହାଡ଼ ଅଞ୍ଚଳଟି ରହୁଥିଲା ସେଇ ଚୂଡ଼ା ପାହାଡ଼ ଅଞ୍ଚଳର ବୈରାଗୀ ମଠ ହେଲା କି ଦେବତା ଝରନ ହେଲା କିମ୍ବା ପଶା ପଥର ହେଲା କିମ୍ବା ଶିବ ମନ୍ଦିର ଯୋଉ ଆକୃଷ୍ଟ କରୁଛି ତାର ପରିପାର୍ଶ୍ୱରେ ଥିବା ଜଙ୍ଗଲ ଏବଂ ସେଠାକାର ଧାର୍ମିକ ଯୋଉ ପର୍ଯ୍ୟଟନ ସ୍ଥଳ ରହିଛି ତାହା ନିଶ୍ଚିତ ଭାବରେ ଆମମାନଙ୍କୁ ଆକୃଷ୍ଟ କରିବ। ଯୋଉଠି ଗୋଟେ କୁଟେନ ପଖାନ ଗୋଟେ ଜାଗା ରହିଛି ଆଉ ଅନ୍ଧାରିଆ ଗୁମ୍ଫା ଗୋଟେ ରହିଛି। ସେ ଅନ୍ଧାରିଆ ଗୁମ୍ଫା ଭିତରେ ଆପଣ ଆଶ୍ଚର୍ଯ୍ୟ ଭାବରେ ଦେଖିବେ ଯେ ଗୁମ୍ଫା ଭିତରେ ଲୋକଙ୍କର ବିଶ୍ୱାସ ଥିଲା ଯେ ଏଥିରେ ବହୁତ ଧନ ସମ୍ପତ୍ତି ବି ଥିବ କିନ୍ତୁ ତାର ସେ କଥା ଅଲଗା କଥା କିନ୍ତୁ ସେଠାରେ କିଭଳି ଭାବରେ ଗୋଟାଏ ରାଜ୍ୟକୁ ଶାସନ କରିବା ତନ୍ତ୍ର ତିଆରି ହେଉଥିଲା ତାହାର ମାଧ୍ୟମ ସେଇ ଅନ୍ଧାରୀ ଗୁମ୍ଫାରୁ ସେଇ ସମୟରେ ସେଠାକାର ଯୋଉ ସନ୍ନ୍ୟାସୀ ବା ଅବଧୂତେନ ମାନେ ଥିଲେ ସେମାନେ ତାକୁ କାର୍ଯ୍ୟ କରୁଥିଲେ ବୋଲିକିରି ଐତିହାସିକ ମାନେ ମତ ପ୍ରଦାନ କରନ୍ତି ଏବଂ କିମ୍ବଦନ୍ତୀ କହିଥାଏ। ଏପରିକି ପତ୍ରୀ ଦର ହେଲା କି ସୁରଙ୍ଗ ଦର ହେଲା
कि हाथीशाल है कि कना भाड़ी है कि आपणकर पिट पगार है से अंचल झूला भाड़ी है एगुड़िक जो बुढ़ा राजा कुंड है कि अला सरी है एगुड़िक गोटे गोटे रत्नतत्व अवशेष पीठ किंतु कलाहांडी माटी पाई ताहा होची अनन्य पर्यटन स्थल एपरिकी कलाहांडीर प्राचीर राजधानी जहाँकि आमे निश्चित भाव रे कहू जे जूनागढ़ बा जेनाबली पाटणा से जेनाबली पाटणार रत्नतत्व पीठ मध्य जेतिकी धार्मिक मान्यता रखे प्राकृतिक परिवेश प्रति आच्छादित होइतिबा गोबरगोला जलप्रपात को जेभली भाव रे बुढ़ीधर पाख निकटस्थ अंचल को जेभली भाव रे आकृष्ट करे ताठारु बेसी आकृष्ट करे जे सेठारे थिबा प्राचीन मंदिर मानकर अवशेष सेथिर शिलालिपि एवं सेथिरे थिबा मंदिर मानकर मूर्ति भैरव आराधना शक्ति तत्व शक्ति आराधना एगुड़िक मध्य से आकृष्ट करिथाए कुक्सरा अंचल बेहरा ठारे थिबा मां दंतेश्वरी पीठ है किंबा आंपाणी ठारे थिला आपणकर बुढ़ारजांकर पीठ है किंबा निश्चित भाव रे आपणकर तालगुड़ रे थिबा डुकरीर पीठ है किंबा मां माणिकेश्वरी पीठ फामुल रामपुर जुगसाईपाटना भवानीपाटना है किंबा आपण जदि देखिबे मदन महादेव मंदिर एवं मदनपुर रामपुर तांकर माणिकेश्वरी साधना डुकरी साधना सांदुल कूल आरंभ करा जाइथिबा डुकरी साधना द्वारसनी साधना यह गोटे शक्ति तत्वर गोटे पर्यटन स्थल कहले अत्युक्ति हेब नाही जो माने शक्ति तत्वर आराधना करिया पई जो पर्यटन माने कलाहांडी माटी पई आकृष्ट होइचंती सेमानक पई मध्य यह गोटे अनन्य दर्शनीय स्थान निश्चित भाव रे रहिछि कलाहांडी प्रकृति पई जेते प्रसिद्धि कलाहांडी माटी पई जेते प्रसिद्धि तार उर्वर उपत्यका पई जेते प्रसिद्धि तार मेघ पई जेते प्रसिद्धि कलाहांडी तार जनजीवन पई मध्य सेते प्रसिद्धि रहिछि कलाहांडीर छतर यात्रा हला ताहा मध्य गोटे पर्यटन दर्शनीय भावभंगी को आमको आकृष्ट करिथाए तार जो रिदम रहिछि तार जो आवेदन रहिछि ताहा निश्चित भाव रे समस्त को आकृष्ट करिथाए जे मां माणिकेश्वरी तत्व कौन मां डुकरी तत्व कौन एवं मां लंकेश्वरी मां भंडार घरेन तत्व कौन ए भितरे जनजीवन चित्र को अनुध्यान करिया पई सर्वोपरि सामग्रिक भाव रे कलाहांडी माटी होची गोटे अनन्य पर्यटन स्थलीर उत्तम माटी जो माटीर स्वर समग्र कलिंग को समग्र ओडिशा को निश्चित भाव रे दिगबानी रहिथिबो नमस्ते नमस्कार प्रणाम समस्त को धन्यवाद अशेष अशेष धन्यवाद सर सतरे प्रकृतिर अवदान जे अनन्य और अतुलनीय इति सुंदर भावरे कलाहांडी माटीर मानचित्र तथा भूगोल को आम निकटरे विस्तार रूपे विस्तृत करिथिबारु आपनको अशेष अशेष धन्यवाद सर वर्तमान अनुरोध करिबी उत्तिष्ठत कार्यक्रमर स्रष्टा तथा आम विश्वविद्यालयर कुलपति माननीय कर्नेल प्रोफेसर संजय कुमार सतपथी सर महोदय को सर आम पई किछि कहिबा हेबे आमर माननीय कुलपति प्रोफेसर संजय कुमार सतपथी से एटा प्रथम थर बोधे आमर ए कार्यक्रम योगदान करि पारि नाहंती किंतु तांकर आदेश थिला जे आजी आमर अति प्रिय श्रद्धेय श्री सत्यनारायण मुंशीना सर कलाहांडीर जो सौंदर्य कलाहांडीर जो पर्यटन कलाहांडीर दर्शनीय स्थान संपर्क रे कहिबे बोली एवं से मते कहिथिले जे हुएत मु 4टा रु 5टा आज जोग दे न पारे तेणु आज प्रथम व्यतिक्रम किंतु आज जो कार्यक्रम निहाती भाव रे सार शुणिबे एवं जेभली भाव रे आमर प्रिय सत्यनारायण मुंशीना सर कलाहांडी को आम सामने उपस्थापना कले एवं अनेक गुड़े दर्शनीय स्थान संपर्क करे
सी वर्णना कले जहाँकि मु कलाहांडी रे 22 वर्ष रही सुद्धा मु से सबू देखि पारि नाही। वास्तव रे कलाहांडी अति सुंदरी, कलाहांडीर सौंदर्य जे देखिछि निहाती भावरे तार जीवन सार्थक होइछि। आमे अल्प किछि दर्शनीय स्थान देखिछु जेमिति डकरी चचरा इत्यादि किछि स्थान आमे देखिछु। एबे भी अनेक स्थान दर्शन करिबार अछि जहाँकि आमर प्रिय वक्ता तांकर माने सावलील भंगी अति सुंदर भावरे चमत्कार भावरे से आम सामने उपस्थापना कले। आजिर जो एपिसोड निहाती भावरे एक आमर कृति भावरे रहिबो, अमर कृति भावरे रहिबो एवं जो माने रिसर्च करूछंती किंबा रिसर्च करिवार इच्छा अछि, नुआ नुआ जगह आविष्कार करिवार जहार इच्छा अछि, से माने निहाती भावरे सारंकर ए जो उपादेय जो वर्णना थिला लागुथिला हमकु लागुथिला सते जेमति आमे कलाहांडीर सेई बण पहाड़ सेई सुंदर झरणा सब आमे सारंक सहित आमे बुली बुली देखुछे। जेभଳି भावरे तांकर वर्णना वास्तव रे समस्तंको प्रेरणा जोगैछि जे समस्ते कलाहांडी दर्शन निहाती करिवे। ए दर्शनीय स्थान निहाती भावरे आमे समस्ते देखिबा। तेणु मु साधुवाद देवी बंधु सत्यनारायण को जी की अति सुंदर भावरे प्रांजल भावरे एवं जो साहित्यिक शब्द सब प्रयोग करी माने आम सामने जेभଳି भावरे परिवेषण करुथिले सेथि पई मु तांको अभिनंदन जणैबी। एवं आजिर जो एई अध्याय अछि एटा निहाती भावरे चिरस्मरणीय हे रहिबो एवं एटा डॉक्यूमेंटरी हिसाब रे भविष्यत रे आम मां माणिकेश्वरी विश्वविद्यालय रे सुरक्षित ही रहिबो एवं यूट्यूब माध्यम रे बाकी समस्ते देखि पारिबे। सतरे आमर ये जो कलाहांडी केते सुंदर, मु तो कलाहांडीर एक फैन कहले अत्युक्ति हब नाही। जेते देखुथिले नुआ लागुथाई, केते सुंदर खाली कलाहांडी रो ये जो परिवेश सुंदर नुह, कलाहांडीर प्रकृति सुंदर नुह, कलाहांडीर अंतः प्रकृति जोटा कि कहूतिले जे अधिवासी माने कलाहांडीर अधिवासी माने मध्य अति सुंदर एवं तांकर जो चर्चा ताहा निहाती भावरे अति महान। तेणु समस्त को अनुरोध रहिला निहाती भावरे कलाहांडी दर्शन करिवे। पुनि थरे मु धन्यवाद ज्ञापन करुछि आमर अति प्रिय सार सत्यनारायण सार को। धन्यवाद सर। नमस्कार। मु टिके कोई थांदे सर। कौन बहुत बहुत धन्यवाद सर। बहुत सुंदर लगला। इनफैक्ट आपण जो कहउथिले ना हमर गोटे अछि सोशियोलॉजिकल इमेजिनेशन माने फैक्ट गुडा को जेमिति के लागुतला सार को माने टॉक रे हम विजिट करू छे सब से स्थान हला। तो बहुत सुंदर लगला। मु तो सार को भलिया ओडिया कहि पारिबने सर। बहुत बहुत धन्यवाद सर। आउ मु एथि पई भी आज माने ऑनलाइन आसिली बा कहिया पई चाहूची आपण को पर्सनली मु टिके भेटिबा पई चाहूची। आउ एटा को जदि पिक्चरियल माध्यम रे परे केबे गोटे जदि आपण प्रेजेंट करिवे ना और भी सुंदर लागिवो हम माने पई। जेतो हमें रिसर्च रे अछु तो हमें बहुत गुडा जगह विजिट करछु किंतु जानि पारु किंतु आज पूरा कलाहांडी टा हमको बुलाई देबा जो बहुत बहुत धन्यवाद सर। मु गोटे एबे रिसेंटली जाईथिली रजिस्टर सार को सहित हमें जाईथिलो थुआमुल रामपुर। तो सेठी गोटे खाली कंफ्यूजन होउची जोटा कि मां माणिकेश्वरी जो 3 भाग वा 4 भाग रे जो विभाग हेछि से जिनिस ऊपर टिके सार जदि कहिवे कारण सेठिकार लोक माने पूरा कंफ्यूजिंग टिके कहिले त हम बुझी पारलो नै जिनिसटा। ओके ओके बहुत बहुत धन्यवाद सर। माणिकेश्वरी
ତାଙ୍କର ଉତ୍ପତ୍ତି ହେଉଛି ଏକାଦଶ ଶତାବ୍ଦୀରେ ଚିହ୍ନକ ନାଗବଂଶର ରାଜା ନୃପତି ଭୂଷଣ ମାଣିକେଶ୍ୱରୀଙ୍କୁ ସ୍ଥାପନା କରିଥିଲେ ଇନ୍ଦ୍ରାବତୀର କୂଳର ଆପଣଙ୍କ ଫାମୁଲରେ। ତ ସେଇ ସମୟରେ ଏଇ ଅଞ୍ଚଳର ନାଁଟା ଥିଲା ଚକ୍ରକୂଟ ମଣ୍ଡଳ। ଆଉ ମାଣିକେଶ୍ୱରୀ ହେଉଛନ୍ତି ବନଦୁର୍ଗା ରୂପରେ ଏଠାରେ ତାଙ୍କୁ ପୂଜା କରାଯାଏ। ଏବଂ ଫାମୁଲ ରାମପୁର ଯୋଉ ମାଣିକେଶ୍ୱରୀକୁ ଆପଣ ତିନି ଭାଗ କହୁଛନ୍ତି ତାହା ମନ୍ତ୍ର ମାଧ୍ୟମରେ, ଯନ୍ତ୍ର ମାଧ୍ୟମରେ ଏବଂ ତନ୍ତ୍ର ମାଧ୍ୟମରେ ପୂଜା କରାଯାଏ। ଆପଣ ଯଦି ଦଶହରା ସମୟରେ ଆସିବେ ତେବେ ଏହା ଗୋଟେ ଆଦିବାସୀ ଏବଂ ଆର୍ଯ୍ୟ ସଂସ୍କୃତିର ଗୋଟେ ସମନ୍ୱୟର ପୀଠ। ଏବଂ ଏଇ ପୀଠରେ ଆପଣ ଦେଖିବେ ବୈଦିକ ମନ୍ତ୍ରରେ ଚଣ୍ଡୀ ପାଠ ହୁଏ ଏବଂ ଯୋଉଠି ଆପଣ ସାମ୍ନାରେ ଦେଖୁଥିବେ ସେଇ ସାମ୍ନାରେ ଦେଖୁଥିବା ଦେବୀଟି ହେଉଛନ୍ତି ଡୋକରୀ। ତାଙ୍କୁ ଦକ୍ଷିଣେଶ୍ୱର କାଳୀ ଭାବରେ ପୂଜା କରାଯାଏ ଏବଂ ତାଙ୍କର ପାର୍ଶ୍ୱରେ ଯିଏ ରହନ୍ତି ସେ ହେଉଛନ୍ତି ମାଣିକେଶ୍ୱରୀ। ତାଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ ଏବଂ ତାଙ୍କର ପାଖରେ 64 ଯୋଗିନୀ ଅଛନ୍ତି, 7 ଭଇନୀ ଅଛନ୍ତି, କନକ ଦୁର୍ଗା ଅଛନ୍ତି ଏବଂ ବୁଢାରଜାଙ୍କୁ ମଧ୍ୟ ଗୋଟେ ଖଟୁଳିରେ ରଖିକିରି ପୂଜା କରାଯାଏ। ତ ଏଇ ଯୋଉ ଆପଣ ତିନିଟା କଥା କହୁଛନ୍ତି ତାହା ଏଥିପାଇଁ ବି କୁହାଯାଏ ଯେହେତୁ ତତ୍କାଳୀନ ସମୟରେ କାରୁଣ୍ଡ ମଣ୍ଡଳର ଅନ୍ୟ ଏକ ପାର୍ଶ୍ୱରେ ଆପଣଙ୍କର କାଶୀପୁର ଅଞ୍ଚଳଟି ଥିଲା, ତାହା ହେଉଛି ଥମୁଲରାମପୁର ପାର୍ଶ୍ୱ। ସେଇଠି ବି ମାଣିକେଶ୍ୱରୀଙ୍କର ମନ୍ଦିର ରହିଛି ଏବଂ ଜୁସାଇପାଟନାରେ ଗୋଟେ ମାଣିକେଶ୍ୱରୀ ମନ୍ଦିର ରହିଛି। ଏବଂ ଶେଷରେ ଆପଣ 1849 ମସିହାରେ ଯୋଉ ଭଣ୍ଡେଶ୍ୱର ଠାରେ ଭବାନୀ ଶଙ୍କର ମନ୍ଦିର ସ୍ଥାପନ ପୂର୍ବକ ସେଇଠି ଯୋଉ ଭବାନୀପାଟଣା ନାମକରଣ କରାଗଲା ସେଇଠି ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ। କିନ୍ତୁ ସେଇଠୁ ଯୋଉ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ ତାହା ବୈଦିକ ରୀତିରେ ପୂଜା କରାଯାଉଥିଲା ବେଳେ ଥମୁଲ ରାମପୁରରେ ଯୋଉ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ ତାହା ଆଦିବାସୀ ସମନ୍ୱୟରେ ତନ୍ତ୍ର ବିଧିରେ ପୂଜା କରାଯାଏ, ବୈଦିକ ରୀତିରେ ମନ୍ତ୍ର ବିଧିରେ ପୂଜା କରାଯାଏ ଏବଂ ଯନ୍ତ୍ର ସ୍ଥାପନା କରିକିରି ଯନ୍ତ୍ର ବିଧିରେ ଭାଗ କରାଯାଏ। ତାଙ୍କର ପାଦ ଏବଂ ତାଙ୍କର ଯୋଉ ଅଧା ଅଙ୍ଗ ଏବଂ ମସ୍ତକ ଯାହା କୁହାଯାଉଛି ତାହା ଅତ୍ୟନ୍ତ ଭୁଲ କଥା, ଯେହେତୁ ଏଠାରେ ଛିନ୍ନମସ୍ତା ଦେବୀ ହିସାବରେ ମା ଡୋକ୍ରୀଙ୍କର ସେ ଯୋଉ ସିଲିଣ୍ଡର ଆକୃତିର ଅବୟବ ଉପରେ ହିଁ ମସ୍ତକ ସ୍ଥାପନ କରାଯାଏ। ତେଣୁ ଆପଣଙ୍କୁ ମୁଁ ସୁନିଶ୍ଚିତ କରାଇ ଦଉଛି ଯେ ଦଶ ମହାବିଦ୍ୟାର ଛିନ୍ନମସ୍ତା ଦେବୀତତ୍ତ୍ୱ ହିସାବରେ ମାଣିକେଶ୍ୱରୀ ପୀଠରେ ମସ୍ତକ ସ୍ଥାପନା କରିକିରି ମାଣିକେଶ୍ୱରୀଙ୍କୁ ଆରାଧନା କରାଯାଏ। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ତାହାଙ୍କୁ କଟା ଯାଇ ନାହିଁ, ତାଙ୍କୁ ଯନ୍ତ୍ର ମନ୍ତ୍ର ତନ୍ତ୍ର ବିଧିରେ ତିନୋଟି ଜାଗାରେ ପୂଜା କରାଯାଉଛି। ଯେପରିକି ଥମୁଲ ରାମପୁରଟି ହେଉଛି ତନ୍ତ୍ରପୀଠ ଏବଂ ଭବାନୀପାଟଣାଟି ହେଉଛି ମନ୍ତ୍ରପୀଠ ଏବଂ କାଶୀପୁରଟି ହେଉଛି ଯନ୍ତ୍ରପୀଠ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଏ ସମ୍ପର୍କରେ ମୋର ଗୋଟେ ଆଉ ଗୋଟେ ଭିଡିଓ ଅଛି ସାର୍, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦରେ, ଆପଣ ତାହା ୟୁଟ୍ୟୁବରେ ଦେଖିଦେବେ ଯେ ସେଇଠି ମାଣିକେଶ୍ୱରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି, ଗୋଟେ ଘଣ୍ଟାର ତାହା ଗୋଟେ ଅଛି। ନେହା ମ୍ୟାଡାମ ଆମ ପାଖରେ ଅଛନ୍ତି ଐରିନାସନ ଚିନ୍ଦା ସାର୍, କୌଣସି କାରଣବଶତଃ ଟିକେ ଯୋଗ ଦେଇ ପାରୁନଥିଲେ। ଆକ୍ଚୁଆଲି ସେ ମଡରେଟ୍ କରିବା କଥା ଏଇ ସେସନ୍, ତେଣୁ ଆମେ ଅନୁରୋଧ କରିବା ତାଙ୍କୁ ଆଜିର ସେ ପର୍ବ ସମାପନ କରିବେ, ଭୋଟ ଅଫ୍ ଥ୍ୟାଙ୍କ୍ସ ପ୍ରଦାନ କରିବେ। नमस्ते सर। हाँ सर नमस्ते। नमस्ते सर, भोट ऑफ थैंक्स देवे सर। सर समस्त को नमस्कार। आज सकाळे मते डॉक्टर जयदेव सर कही जे आज सत्यनारायण मुंशीना मोर सत्यदा मोर बड़ भाई आसुचंती, मते बहुत आग्रह लागिला जे मो प्रकृत रे जितेबेले सत्यदांकर वक्तव्य आरंभ हैला सेतेबेले को मो आज हमरो एठी गुढ़ांडी डोकरी चोचरा महोत्सव चलची। आज तार तृतीय दिवस रे मो साहजखोल पहाड़ रु ओल्लौथिली। दादांकर वक्तव्य सत्यमुंशीना महोदयंकर वक्तव्य आरंभ हो जाइतिला। मते ग्रीष्म जना पड़ नथिला, एते प्रबल खरारे मु छुटी आसुथली मोटरसाइकेल रे। दादांकर वक्तव्य कान रे मोर स्पीकर लगेई करी मो एते शिखिबाकू पाइली। प्रकृत रे मो ए उत्तिष्ठत टीम सहित डॉक्टर जयदेव साहू महोदय को धन्यवाद जनाऊँगी जे यही कार्यक्रम यही कलाहांडी अनन्य दर्शनीय स्थान पर गोटे ठीक वक्ता जोगई थिले, जे कि सत्यदा छड़ा एते गुढ़ तत्व एवं तथ्य कहीं दे पार न थांते। मु प्रथम कर जानली जे भवानीपाटना पाखरे भी गोटे डोकरी आपनकर धोबेन चचरा बोलिकरी गोटे जगह अच्छी,
मोर टिके साउंड इफेक्ट हला बेलको मु धोबेन चचरा पर्यंत दादा केमिति चली आसले बोली एक्चुअली हमर खलीगढ़ को लागि करी कबाड़ दरर गोटे पाद देशर गोटे धोबेन चचरा अछि सेठी भी गोटे दर्शनीय स्थान अछि तापरे मु जानिबा पइली जे धोबेन चचरा टी भवानीपाटना पाखरे अछि मु प्रथम करी मते 45 वर्ष हला परे भी मु जानि नथिली जे धोबेन चचरा बोली करी आ प्रकृत रे आमे जहा सिखिलु प्रिय वक्तांक ठारू जे कलाहांडीर केतेक दर्शनीय स्थान प्राकृतिक दर्शनीय स्थान एवं केतेक धार्मिक दर्शनीय स्थान एवं केतेक लोक संस्कृति और परंपरा को लेकर दर्शनीय स्थान पाल्टी जाइछि कलाहांडी गोटे पर्यटन क्षेत्र गोटे हब कहले अत्युक्त होबे नाही प्रत्येक ब्लॉक रे प्रत्येक जगह रे कलाहांडीर चतुर्पार्श्व रे घेरी रहिछि पर्यटन स्थली एहा आमे समस्तंकु स्वीकार करबा को पड़िबो एवं मते आजिर एही मु प्रथमे आपण माननकु ठीक समय पहुंची न पार्थिबार क्षमा मागी नेउसी एवं जयदेव सार महोदय मते आज एही समस्तंकु धन्यवाद अर्पण करिथिबारु मु प्रथमे आज समस्त समस्त जो माने अंशग्रहणकारी महोदय अध्यापिका अध्यापक एवं समस्तंकु मु धन्यवाद जणाउछि तांकर बहुमूल्य समय नष्ट करी एही 154तम उत्तिष्ठतरे जोग देथिबारु तापरे शेषरे वीरेंद्र सार जो गोटे प्रश्न उत्तर पचारले जे माणिकेश्वरी रो केते भाग भाग करी पूजा करा जाय एवं ताहा हमर सत्यमुंशिना महोदय ठीक हिसाब रे तांकर गोटे आर्य एवं द्राविड़ परंपरार गोटे संगम स्थल बोली कहले ताहा प्रकृत रे मो छोट दिनरु जानिछि थुआमूल रामपुर एक पर्यटन क्षेत्र गोटे सांस्कृतिक पर्यटन पेंठ स्थल से ताहा एवं भवानीपाटना माणिकेश्वरी एवं माँ माणिकेश्वरी थुआमूल रामपुर अपूर्व सामंजस्य रहिछि आउ हमर सत्यमुंशिना महोदयंकर परिवार रे मध्य तांकर गोटे पारिवारिक देवी अटंती माँ माणिकेश्वरी एवं चिंदक नाग जो माणिकेश्वरी रो परंपराटा एहा ए अंचल रो क्षेत्रीय मानकर गोटे देवी कहले अत्युक्ति हेबो नाही एहा परे मो आजिकार पीतांबर भई महोदय को मो मोर धन्यवाद जणाउछि आज मो मोर प्रिय गुरु संजय कुमार सतपथींकर वक्तव्य सुनी पारली नाही मो माँ डोखरी पाखरे अनुरोध करुछि एवं प्रार्थना करुछि जे सारंकर शीघ्र संपूर्ण सुस्थ हो जांतु एवं आम सहित उत्तिष्ठत कार्यक्रम रे पुनर्बार जोग दियंतु एवं समस्तंकु बहुत बहुत धन्यवाद शेषरे जयदेव सार को मध्य बहुत बहुत धन्यवाद नमस्कार समस्तंकु नेहा वर्तमान शांतिपाठ पाई हमर लिप्सा भौणी को डाकंतु वर्तमान विदायर पर्व वर्तमान तेणु लिप्सा भौणी को अनुरोध करिबी शांति पाठ निमंते ॐ सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ॐ शान्ति शान्ति शान्तिः नेहा आज एतिकिरे आमे आज अध्याय को रखिबा समस्त को अशेष धन्यवाद आमे 155तम अध्याय को अग्रसर हवा एवं पुणी थरे समस्त को धन्यवाद दे आज कार्यक्रम को एठी समापन करिबा अशेष धन्यवाद।